ଶବର ଗୃହରେ ଅବସ୍ଥାନ କରିଥିଲେ। କିଛି ଦିନ ପରେ ବିଶ୍ୱାବସୁ ନିଜର କନ୍ୟା ଲଳିତାକୁ ବିଦ୍ୟାପତିଙ୍କ ହସ୍ତରେ ଅର୍ପଣ କରିବାକୁ ଚିନ୍ତା କରି ଏ କଥା କୁହନ୍ତେ ବିଦ୍ୟାପତି ପ୍ରଥମେ ରାଜି ହେଲେ ନାହିଁ, କିନ୍ତୁ ନିଜର ଲକ୍ଷ୍ୟସ୍ଥଳରେ ଉପନୀତ ହେବା ପାଇଁ ଶେଷରେ ବିଶ୍ୱାବସୁଙ୍କ କଥାରେ ରାଜି ହୋଇ ପୌଷ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବିଦ୍ୟାପତି ଲଳିତାଙ୍କ ପାଣି ଗ୍ରହଣ କଲେ। ବିବାହ ପରେ ଉଭୟ ଅତି ଆନନ୍ଦରେ ଦିନ କାଟିବାକୁ ଲାଗିଲେ। କିଛି ଦିନ ଅନ୍ତେ ବିଦ୍ୟାପତି ଲଳିତାଙ୍କର ରୂପ ଲକ୍ଷଣକୁ ଲକ୍ଷ୍ୟ ରଖି ପଚାରିଲେ, ପ୍ରିୟେ, ତମେ ତ ସବରକନ୍ୟା ପରି ଦିଶୁନା। ଏହା ଶୁଣି ଲଳିତା କହିଲେ, ମୁଁ ସ୍ୱର୍ଗର ଅପ୍ସରୀ, କିପରି ଏ ମର୍ତ୍ତ୍ୟମଣ୍ଡଳକୁ ଆସିଲି ଏ କଥା ମୋତେ ଜଣା। ବିଦ୍ୟାପତି ଏହା ଶୁଣି କହିଲେ, ପ୍ରଭୁ ମାଧବ ମୋ ପାଇଁ ଏସବୁ ଲୀଳା କରିଛନ୍ତି। କିଛି ଦିନ ଅନ୍ତେ ବିଦ୍ୟାପତି ଲଳିତାଙ୍କୁ ଏକାନ୍ତରେ ପଚାରିଲେ, ପ୍ରାଣପ୍ରିୟ, ତୁମର ପିତା ସକାଳୁ କେଉଁମାନେ ଯାଉଛନ୍ତି ଏବଂ ଫେରିଲାବେଳେ ତାଙ୍କ ଦେହରେ ଚନ୍ଦନ କର୍ପୂରର ସୁବାସ ଏ ସବୁ କାରଣ ପ୍ରକାଶ କର ପ୍ରିୟ। ସ୍ୱାମୀଙ୍କର କଥାକୁ ଭାଙ୍ଗି ନ ପାରି ଲଳିତା କହିଲେ, ମୋର ପିତା ହେଉଛନ୍ତି ଏ ବନର ରାଜା। ପ୍ରତ୍ୟେକ ଶ୍ରୀନୀଳମାଧବଙ୍କ ପୂଜା ପାଇଁ ସେ ଯାଆନ୍ତି ଏବଂ ଜୀବିକା ନିର୍ବାହ ପାଇଁ ପ୍ରସାଦ ମିଳିଥାନ୍ତି। ଏ କଥା ଶୁଣି ବିଦ୍ୟାପତି ମନେ ମନେ ଭାବିଲେ, ମୋର ଇଚ୍ଛା ପୂର୍ଣ୍ଣ ହୋଇଗଲା। ପ୍ରଭୁ ମୋତେ ସହାୟ ହେଲେ। ଏଣୁ ବିଦ୍ୟାପତି ଲଳିତାଙ୍କୁ କହିଲେ, ମୁଁ ତୁମର ସେ ପ୍ରଭୁଙ୍କୁ କିପରି ଦର୍ଶନ କରିବି ତାର ବ୍ୟବସ୍ଥା କର, ଅନ୍ୟଥା ମୁଁ ତୁମ ଘରେ ଜଳସ୍ପର୍ଶ କରିବି ନା। ଲଳିତା କହିଲେ, ଏପରି କୁହ ନାହିଁ, ସମୟ ସୁବିଧା ଦେଖି ମୁଁ ଏହାର ବ୍ୟବସ୍ଥା କରିବି। କହି ଆର ଦିନ ଲଳିତା ସ୍ୱାମୀଙ୍କର ଇଚ୍ଛାକୁ ପିତାଙ୍କ ନିକଟରେ ଉପସ୍ଥାପନ କଲେ। ଏହା ଶୁଣି ପିତା ବିଶ୍ୱାବସୁ ପ୍ରଥମେ ଅରାଜି ହେଲେ, ପରେ କନ୍ୟାର ଅନୁରୋଧକୁ ରକ୍ଷା କରି କହିଲେ, ପ୍ରଭୁ ରକ୍ଷାବର୍ତ୍ତମାନ ଅତ୍ୟନ୍ତ ଗୋପନୀୟ, ମୁଁ ବିଦ୍ୟାପତିଙ୍କୁ ସାଙ୍ଗରେ ନେବି।